ଜାଣିଶୁଣି ଭାରତୀୟ ଜାହାଜକୁ ଟାର୍ଗେଟ ନ୍ୟୁଜକଟ ପରବର୍ତ୍ତୀ ପ୍ରସଙ୍ଗ କାରଣ ଆଉ ଗୋଟିଏ ଭାରତୀୟ ଜାହାଜ ଉପରେ ଆକ୍ରମଣ କରାଯାଇଛି। ଓମାନ ଉପକୂଳରେ ଭାରତୀୟ କ୍ରୁ ମେମ୍ବର୍ସ ଥିବା ଗୋଟିଏ ବାଣିଜ୍ୟିକ ଜାହାଜ ଉପରେ ହମଲା ହୋଇଛି। ଓମାନର ସିନାସ ବନ୍ଦର ନିକଟରେ ବାଣିଜ୍ୟିକ ଟ୍ୟାଙ୍କର ଏମ୍ଟି ଜଲବୀର ଉପରେ ଆକ୍ରମଣ କରାଯାଇଛି। ଓମାନରେ ଥିବା ଭାରତୀୟ ଦୂତାବାସ ଏହା ନିଶ୍ଚିତ କରିଛି। ଜାହାଜରେ ପ୍ରାୟ 20 ଜଣ ଭାରତୀୟ ନାବିକ ଅଛନ୍ତି, ତେବେ ସମସ୍ତେ ସୁରକ୍ଷିତ ରହିଛନ୍ତି। ଭାରତୀୟ ପଣ୍ୟବାହୀ ଜାହାଜ ଉପରେ ଏହା ତୃତୀୟ ଆକ୍ରମଣ। ପ୍ରଥମେ ଜୁନ୍ 8ରେ ଗୋଟିଏ ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା। ଦ୍ୱିତୀୟ ଆକ୍ରମଣ ଗତକାଲି ଓମାନ ଉପକୂଳରେ ଆଉ ଗୋଟିଏ ଭାରତୀୟ ଟ୍ୟାଙ୍କର ଉପରେ ମଧ୍ୟ କରାଗଲା। ଏଥିରେ 3 ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଲା। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ଏ ବାବଦରେ ସ୍ପଷ୍ଟ କରିଛି। ସେମାନଙ୍କ ଭିତରେ ଜଣେ ଚିଫ୍ ଇଞ୍ଜିନିୟର ମଧ୍ୟ ଥିଲେ। ସେଟେବଲୋ ନାମକ ଟ୍ୟାଙ୍କର ଉପରେ ଶକ୍ତିଶାଳୀ ମିସାଇଲ୍ ମାଡ଼ କରିଥିଲା ଆମେରିକୀୟ ସେନା। ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଜାହାଜଟି ଇରାନରୁ ତେଲ ପରିବହନ କରି ଆମେରିକା ଦ୍ୱାରା ଲାଗୁ ହୋଇଥିବା ସାମୁଦ୍ରିକ କଟକଣା ନାଭାଲ ବ୍ଲକେଡ୍ ଅମାନ୍ୟ କରିଥିଲା। ଏହି କାରଣରୁ ଜାହାଜର ଇଞ୍ଜିନ୍ ରୁମ୍କୁ ଟାର୍ଗେଟ୍ କରି